ଭାଇ ପିଲାମାନେ ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀ ମାନସାଙ୍ଗ ବହିର 3 ରୁ 15 ନମ୍ବର ପର୍ଯ୍ୟନ୍ତ। ଆଗ କ୍ଲାସ୍ରେ ଆମେ ପଢ଼ିଥିଲେ 1 ନମ୍ବର 2 ନମ୍ବର ପଢ଼ିଥିଲେ 3 ନମ୍ବର 3 ନମ୍ବରରେ କେଉଁ ସଂଖ୍ୟାରେ 11 ବିୟୋଗ କଲେ 7ର ବର୍ଗ ହେବ। ତାହେଲେ କେଉଁ ସଂଖ୍ୟାରେ 11 ବିୟୋଗ କଲେ 7ର ବର୍ଗ। ପ୍ରଥମେ 7ର ବର୍ଗ ଆମେ କାଢ଼ି ନେବା। 7ର ବର୍ଗ କେତେ ହେଲା? 7 and 7 49। ତାପରେ କ'ଣ କହିଛି? କେଉଁ ସଂଖ୍ୟାରେ 11 ବିୟୋଗ କଲେ କହିଛି। ତାହେଲେ ଏଠି କ'ଣ କରିବ? ଯଦି ଜାଣିନଥିବ କେତେ ବିୟୋଗ କଲେ ତାହେଲେ 49ର 11କୁ ମିଶାଇ ଦେବ ହେଲା। 9 10 4 5 6 60। ସଂଖ୍ୟାଟି କେତେ ହେଲା? 60। ନେକ୍ସଟ ଉତ୍ତରଟା କେତେ ହେବ? 60। ତାପରେ 5 ନମ୍ବର କରିବା। 5 ନମ୍ବର କ୍ୱେଶ୍ଚନ୍ 4 ନମ୍ବର 7 ନମ୍ବର କରିବା ଯେ 75ରେ କେଉଁ କ୍ଷୁଦ୍ର ସଂଖ୍ୟା ଯୋଗ କଲେ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। 75ରେ କେଉଁ କ୍ଷୁଦ୍ରତମ ସଂଖ୍ୟା ଯୋଗ କଲେ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। 75 ପାଖାପାଖି କିଏ ହେବ? ଯେ 8ର ସ୍କୋୟାର 8ର ସ୍କୋୟାର କେତେ ହେଲା? 64। ପ୍ରଥମେ 8ର ବର୍ଗ କାଢ଼ିବ 64 ହେଲା। ତାପରେ 9ର ବର୍ଗ କାଢ଼ିଦେବ। ସ୍କୋୟାର 81 ହେଲା। 81 ହେଲା। ତାହେଲେ 75ରେ ପାଖାପାଖି ହେଲା ତ। ଯେହେତୁ କ'ଣ କହିଛି? କେଉଁ ସଂଖ୍ୟା ଯୋଗ କଲେ କହିଛି? ଆଗ ସଂଖ୍ୟାଟାକୁ ନେବ। 81 ଫେଣ 75 ହେଲା 6। ଆନ୍ସର୍ ହେଉଛି କେତେ ହେବ? 6 ହେବ। ତାପରେ କ୍ୱେଶ୍ଚନ୍ ନମ୍ବର 5 କରିବା ହେଲା। କ୍ୱେଶ୍ଚନ୍ ନମ୍ବର 5ରେ କ'ଣ କହୁଛି ପଢ଼ିବା? 80କୁ କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା ଭାଗ କଲେ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। 80କୁ କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା ଭାଗ କଲେ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। ତାହେଲେ ପ୍ରଥମେ 80ର ଆମେ କ'ଣ କରିବା? ଏଠି ଲସାଗୁ କାଟିଦେବା। 2 ଚଉ 8 ଏଇ 0 ବସାଇ ଦେଲା। 2 ବସାଇଲେ ଏଠି 2 0 ତାପରେ କେତେ? 2 ହେଲେ କେତେ ହେଲା? 10 2 5 10 ହେଲା। ଏଠି ହେଲା। ତାପରେ କ'ଣ କରିବ? ତାପରେ କ'ଣ କରିବ? 8 ଲେଖିଦେବ। ଏଇଠି ଲେଖିକି କେତେ? 2 × 2 × 2 4ଟା 2 × 5 ହେଲା। ସେ ପଚାରୁଥିଲା ଆମକୁ କ'ଣ ପଚାରୁଥିଲା? ସେ ପଚାରୁଥିଲା ଯେ 80 କେଉଁ ସଂଖ୍ୟା ଦ୍ୱାରା ଭାଗ କଲେ ପଚାରୁଥିଲା। 2ଟା ବର୍ଗ ହେଇଗଲା। 5ଟା ଅଲଗା ସଂଖ୍ୟା ଆସିଗଲା। ତାହେଲେ ସେ ବର୍ଗ ନାହିଁ 5ର 2ଟା ସଂଖ୍ୟା ଗୁଣିକି ନାହିଁ। ତାହେଲେ କ'ଣ କରିବା? ସେ 5ଟାକୁ କ'ଣ କରିଦେବା? ତାହେଲେ ଏଇଠି 2 ହେଲା ବର୍ଗ ଆସିଗଲା। ଏ 2 ବର୍ଗ ଆସିଗଲା। ସେ 5ଟାକୁ ଏମିତି ଭାଗ କରିଦେବା। ତାହେଲେ ହେଇଯିବ। ତାହେଲେ ଉତ୍ତରଟା କେତେ ହେଲା? ପ୍ରଥମେ ସଂଖ୍ୟା ଏଠି ଲେଖିଦେବ 5 ଲେଖିଦେବ ହେଲା। ତାପରେ ସଂଖ୍ୟାଟି କେତେ ବାହାରିଲା? 5। ବୁଝିପାରିଲ ପିଲାମାନେ? ତାପରେ ତାପରେ କ୍ୱେଶ୍ଚନ୍ ନମ୍ବର ଆମେ 6 କରିବା। କ୍ୱେଶ୍ଚନ୍ ନମ୍ବର 6 କ'ଣ କହିଛି? କ୍ୱେଶ୍ଚନ୍ ନମ୍ବର 6 କହିଛି ଯେ 2 × 2 × 2 × 2 4ଟା 2 × 3 ହେଲା ତ। 6 ନମ୍ବର କ'ଣ ଦେଇଥାନ୍ତି? କେଉଁ କ୍ଷୁଦ୍ର ସଂଖ୍ୟା ଦ୍ୱାରା ଗୁଣନ କଲେ ଗୁଣଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ ହେଲା ତ। ପ୍ରଥମେ କେତେ ଲେଖିଦେବା? ପ୍ରଥମେ 4ଟା 2 ଲେଖିଦେବା ହେଲା ତ। 2 × 2 × 2 × 2 ଏଠି କେତେ ଦେଇଛି? 3 ଦେଇଛି। ସେ ଏଇଠି ପଚାରିଛି କେଉଁ ସଂଖ୍ୟାକୁ ଆମେ କେଉଁ ସଂଖ୍ୟା ଦ୍ୱାରା ଗୁଣନ କଲେ ପଚାରିଛି ହେଲା ତ। ଗୁଣନ କଲେ ଗୁଣଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା। ଗୁଣନ କଲେ ପଚାରିଛି। ଦେଖ 2ଟା ଗୋଟେ ବର୍ଗ ଆସିଗଲା। ଏ 2ଟାରୁ 2 ବର୍ଗ ଆସିଗଲା। କିନ୍ତୁ ଏଇଟା 3ର ବର୍ଗ ଆସିନାହିଁ। 3ରେ ଯଦି ଆମେ ଆଉ ଗୋଟେ 3 ଗୁଣ ଦେବା 3ର ବର୍ଗ ଆସିଯିବ ହେଲା ତ। ମାନେ ଗୁଣନ କଲେ ମାନେ ସତେ ସଂଖ୍ୟାଟି 3 ହେଲା। ମାନେ ବୁଝିପାରିଲ? ତାପରେ ଦେଖ କ୍ୱେଶ୍ଚନ୍ ନମ୍ବର 7 ଉପରେ ଆସ। କ୍ୱେଶ୍ଚନ୍ ନମ୍ବର 7 କ'ଣ କଲା? 45କୁ କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା ଭାଗ କଲେ ଭାଗଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। 45କୁ କେଉଁ କ୍ଷୁଦ୍ରତମ ସଂଖ୍ୟା ଦ୍ୱାରା ଭାଗ କଲେ ଭାଗଫଳ ଏକ ପୂର୍ଣ୍ଣବର୍ଗୀୟ ସଂଖ୍ୟା ହେବ। ତାହେଲେ 7। ତାହେଲେ 45 ବି ସେଇଭଳିଆ କରିବ। 45ର ଲସାଗୁ କାଢ଼ିଦିଏ ଏପଟେ ହେଲା। 45ର ଲସାଗୁଟା କାଢ଼ିବ ହେଲା ତ। ପ୍ରଥମେ 3 ପକାଇଦେବେ। 3 × 3 3 × 5 15। ତାପରେ 3 × 5 15। ତାପରେ କେତେ ଲେଖିବେ? ଏଇଠି 3 × 3 × 5 3 × 3 ×
5 ହେଲା କେତେ ହେଲା। ତାପରେ ସେ କ'ଣ କରୁଛି ଯେ 85 କେଉଁ କ୍ଷୁଦ୍ର ସଂଖ୍ୟା ଦ୍ୱାରା ଭାଗଫଳ ଭାଗଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। ତାହେଲେ ଆମେ ଏଠି ସଂଖ୍ୟା 3 ଗୋଟେ ବର୍ଗ ହେଉଛି, 3 ବର୍ଗ ହେଇଛି, କିନ୍ତୁ 5ଟା ଭାଗଫଳ ଏକ ବର୍ଗ ପୂର୍ଣ୍ଣବର୍ଗ ସଂଖ୍ୟା କହିଛି କେଉଁ ସଂଖ୍ୟା ଦ୍ୱାରା ଭାଗ କଲେ। ପ୍ରଥମେ ସଂଖ୍ୟାଟି ଲେଖିଦେବ 5 ହେଲା। ତାହେଲେ 5 ଦ୍ୱାରା ଭାଗ କରିଦେଲେ ଏଇଟା ଗୋଟେ ବର୍ଗ ହେଇଯିବ, ତାପରେ 9 ରହିବ ହେଲା। ତାପରେ ଦେଖ କ୍ୱେଶ୍ଚନ୍ ନମ୍ବର 8। କ୍ୱେଶ୍ଚନ୍ ନମ୍ବର 8ରେ କ'ଣ କହିଛି 115ରେ ଅତି କମ୍ରେ କେତେ ଯୋଗ କଲେ ଯୋଗଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। 115ରେ ହେଲା କେତେ ଯୋଗ କଲେ ଯୋଗଫଳ ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ ହେଲା। 115 କେତେ ଯୋଗ କଲେ ପଚାରିଛି, ତାହେଲେ 115 ପାଖାପାଖି ବର୍ଗ ଲେଖିବ। 8 ନମ୍ବର ଦେଇଦିଅ, 8 ନମ୍ବର ଦେଇଦେଲି। ତାପରେ 115 କେତେ ଯୋଗ କଲେ ପଚାରିଛି, ତାହେଲେ ଲେଖିବ ତୁମେ 115 ପାଖାପାଖି କିଏ ହେବ 11, 10ର ସ୍କୋୟାର 100 ହେଉଛି। ପ୍ରଥମେ 10ର ବର୍ଗ ଲେଖିଦେବ, 10ର ବର୍ଗ କେତେ ହେଲା 100। ତାପରେ 11ର ବର୍ଗ 121 ହେଲା। ପାଖାପାଖି ସେ କହିଛି କେତେ ଯୋଗ କଲେ ପଚାରିଛି, ଯୋଗ କଲେ ମାନେ କେତେ ହେବ 121 ଜାଣିନ, 121ରୁ 115 ଫେଡ଼ିଦେବ, ହେଇଯିବ 11ରୁ 5 ଗଲା 6, ଆଉ ଏତେ 1 ଶୂନ ହେଇଯାଉଛି। ଆଉ ତାହେଲେ ସଂଖ୍ୟାଟି 6 ହେଲା। ସଂଖ୍ୟାଟି କେତେ ବାହାରିଲା 6 ବାହାରିଲା। 8 ନମ୍ବର ବୁଝିପାରିଲ, 6 ଯୋଗ କଲେ ଆଉ ତାପରେ 9 ପଳେଇ ଆସ। କ୍ୱେଶ୍ଚନ୍ ନମ୍ବର 9କୁ ପଳେଇ ଆସ ହେଲା। କ୍ୱେଶ୍ଚନ୍ ନମ୍ବର 9 ଦେଇଛି 300ର ନିକଟବର୍ତ୍ତୀ କେଉଁ ଦୁଇଟି ସଂଖ୍ୟା ଏକ ପୂର୍ଣ୍ଣବର୍ଗ ସଂଖ୍ୟା ହେବ। ପିଲାମାନେ ଯେଉଁଟା ବୁଝିପାରିନ କମେଣ୍ଟ ବକ୍ସରେ ମୋତେ ଜଣାଅ ହେଲା। ତ ଜଣାଅ, ମୁଁ ସେଗୁଡ଼ାକୁ ବୁଝେଇଦେବି ହେଲା। ତାପରେ ଦେଖ ଯେଉଁଟା ବୁଝାନ ଦୁଇ ଜଣ ଅଧିକ ହେଲା ପରେ ତାପରେ ଗୋଟେ କ୍ଲାସ୍ ନେଇକି ତୁମକୁ ସବୁ ବୁଝେଇଦେବା ଆଉ ହେଲା। ତାପରେ ଦେଖ ଲାଇକ୍ କର, ସବସ୍କ୍ରାଇବ୍ କର, କମେଣ୍ଟ କର ହେଲା। ତାପରେ ଦେଖ ମାନେ ଆଗକୁ ମୁଁ ଅଧିକ କ୍ଲାସ୍ କରି ତୁମମାନଙ୍କୁ ଭଲ ଭାବରେ ବୁଝେଇ ପାରିବି ହେଲା। ତାପରେ ଦେଖ 300ର ନିକଟବର୍ତ୍ତୀ କେଉଁ ଦୁଇଟି ସଂଖ୍ୟା ଏକ ପୂର୍ଣ୍ଣବର୍ଗ ହେବ ହେଲା। ତାପରେ 300 ପ୍ରଥମେ 300 ନିକଟବର୍ତ୍ତୀ କେଉଁ ସଂଖ୍ୟା ପୂର୍ଣ୍ଣବର୍ଗ ହେବ ପଚାରିଛି ହେବ। ଆଉ ବେଶୀ ବଡ଼ ଭିଡ଼ିଓ କରିବେନି, ଆର କ୍ଲାସ୍ରେ ଆମେ 9 ଠାରୁ ଦେଖିବା ଏଇ କ୍ଲାସ୍ରେ କେତେ ବାଟ ଧରୁଛି। ତାପରେ ଭିଡ଼ିଓ ବେଶୀ ବଡ଼ କରିବା ନାହିଁ। 9 କହିଛି 300 ନିକଟବର୍ତ୍ତୀ କେଉଁ ଦୁଇଟି ସଂଖ୍ୟା 300ର ବର୍ଗ ହେବ ହେଲା। 300 ନିକଟବର୍ତ୍ତୀ ସଂଖ୍ୟା ପ୍ରଥମେ ପାଖାପାଖି 300 ସ୍କୋୟାର ପଳାଇବ। ତାପରେ 18 ସ୍କୋୟାର କେତେ ହେଲା 324 ହେଉଛି, 17ର ସ୍କୋୟାର ଲେଖିଦେବ କେତେ ହେଉଛି 289 ହେଲା। ତାପରେ ସେ 18 ସ୍କୋୟାର ପ୍ରଥମେ 17ର ସ୍କୋୟାର କେତେ ହେଲା 289, 18 ସ୍କୋୟାର 324। ତାହେଲେ 300ର ପାଖାପାଖି ସଂଖ୍ୟା କିଏ ହେବ, ଗୋଟେ ହେବ 289 ଆଉ ଗୋଟେ ହେଲା 324 ହେଲା। ଆଉ ପିଲାମାନେ 10 ନମ୍ବର ଦେଇଛି, 10 ନମ୍ବର କରିବା ହେଲା। 10 ନମ୍ବର କ'ଣ ଦେଇଛି ଯେ ଗୋଟିଏ ସଂଖ୍ୟାର ବର୍ଗଠାରୁ ତା'ର ପରବର୍ତ୍ତୀ ବର୍ଗ 17 ଅଧିକ ହେଲେ ସେ ସଂଖ୍ୟାଟି କେତେ। ଗୋଟିଏ ସଂଖ୍ୟାର ବର୍ଗଠାରୁ ତା'ର ପରବର୍ତ୍ତୀ ବର୍ଗ 17 ଅଧିକ ହେଲେ ସଂଖ୍ୟା। ତାହେଲେ ଏଠି ଗୋଟିଏ ସଂଖ୍ୟାକୁ ଆମେ କେତେ ଧରି ନେବା, ଏଠି ଗୋଟିଏ 10 ନମ୍ବର ଦେଇଦେବା। ମନେକର ଗୋଟିଏ ସଂଖ୍ୟା ଏକ ଗୁଣ ହେଲା। ତାର ବର୍ଗ ମାନେ କ'ଣ ଏକ ଗୁଣର ବର୍ଗ ହେଇଗଲା। ତାପରେ କ'ଣ କହିଛି ଏକ ଗୁଣର ବର୍ଗ। ତାପରେ କ'ଣ କହିଛି ଯେ ନମ୍ବର 10 ତା ପରବର୍ତ୍ତୀ ବର୍ଗ ତାର ପରବର୍ତ୍ତୀ ଏକ ଗୁଣର ପରବର୍ତ୍ତୀ ଏକ ଗୁଣ ମିଶାଣ ପରବର୍ତ୍ତୀର ବର୍ଗ ଏଠିକି ଦେଇଛି। ପ୍ରଶ୍ନାନୁସାରେ କରିବ, କ'ଣ କରିବ ପ୍ରଶ୍ନାନୁସାରେ କ'ଣ କରିବ ଯେ ଏକ ଗୁଣ ପ୍ଲସ୍ 1ର ବର୍ଗ ହରଣ ଏକ ଗୁଣର ସ୍କୋୟାର 17। ପ୍ରଶ୍ନାନୁସାରେ କ'ଣ ପ୍ରଶ୍ନ ଦେଇଛି ଯେ ଗୋଟିଏ ସଂଖ୍ୟାର ବର୍ଗଠାରୁ ତାର ପରବର୍ତ୍ତୀ ବର୍ଗ 17 ଅଧିକ ହେଲେ ସଂଖ୍ୟାଟି କେତେ।
ମାନେ ଏଇଟା ମୁଁ ସେଇ ଅନୁସାରେ ମୁଁ ଲେଖିଦେଲି ଗୋଟେ ସଂଖ୍ୟାର ବର୍ଗ ତା ପରବର୍ତ୍ତୀ ସଂଖ୍ୟାର ବର୍ଗଠାରୁ ହେଲା ତ ସେତେବେଳେ କେତେ ଅଧିକ କମ୍ ଫେଟ୍ ଦେବ ସେଇଟାକୁ 1 ପ୍ଲସ୍ 1 ବଡ଼ ସଂଖ୍ୟା ସାନ ସଂଖ୍ୟା ଫେଡ଼ି ଏଠି ହେଲା ବଡ଼ ସଂଖ୍ୟାର ସାନ ସଂଖ୍ୟା ଫେଟ୍ ଦେବ ଫେଡ଼ିକି ତାକୁ 17 ଲେଖିଦେବ ହେଲା ତ ଆଉ 1 ପ୍ଲସ୍ 1 ବର୍ଗ 1 ବର୍ଗ ହେଲା ଏ ଯୋଉଠି 17 ଏଇଟା ଏ ପ୍ଲସ୍ ବି ହୋଲ୍ ସ୍କୋୟାର ସୂତ୍ର ପଡ଼ିବ ହେଲା ତ ମାନେ ଏବେ ତୁମର ସେ ସୂତ୍ରଟା ନାହିଁ ଏ ସୂତ୍ରଟାକୁ ମନେ ରଖ ଏ ସ୍କୋୟାର ବି ସ୍କୋୟାର 2ab ଏ କ୍ଲାସ୍ରେ ନାହିଁ କିନ୍ତୁ ଏଟାକୁ ମନେ ରଖ ଯେହେତୁ ଏଇଭଳିଆ ହେଇଛି ନା ହେଉଛି ଏହାର ଏକୁ ଫାର୍ଷ୍ଟ ସେକେଣ୍ଡ କରିକି ମନେ ରଖ ଏକୁ ପ୍ରଥମ ଅଧିକକୁ ଦ୍ୱିତୀୟ ହେଲା ତ କିନ୍ତୁ ଫାର୍ଷ୍ଟ ପ୍ଲସ୍ ସେକେଣ୍ଡ ସ୍କୋୟାର ଫାର୍ଷ୍ଟର ସ୍କୋୟାର ଫାର୍ଷ୍ଟ ବର୍ଗ ସେକେଣ୍ଡର ବର୍ଗ 2 ଇଣ୍ଟୁ ଫାର୍ଷ୍ଟ ଇଣ୍ଟୁ ସେକେଣ୍ଡ ହେଲା ସେଇଟା ବି ଜାଣିଲେ ଆମେ ଲେଖିପାରିବେ ହେଲା ତ ହଉ ସେଇ ଯେଉଁ କରିଥିଲେ ସୂତ୍ର ପକାଇଦେବା ଏଥର 1 ଗୁଣର ବର୍ଗ 1ର ବର୍ଗ ମିଶାଣ 2 ଇଣ୍ଟୁ 1 ଗୁଣ 1 1 ଗୁଣର ବର୍ଗ ପ୍ରାଣ 1 ଗୁଣ ବର୍ଗ 17 17 ଲେଖିଦେଲି ହେଲା 1 ଗୁଣ ବର୍ଗ କଟିଗଲା 1ର ବର୍ଗ 1 2 1 କେତେ ହେଲା 2 1 2 ହେଲା 2 1 2 2 ଗୁଣ ଇଜୁଆଲ୍ ଟୁ 17 ହେଲା ଇଜୁଆଲ୍ ଟୁ 17 2 ଗୁଣ ଇଜୁଆଲ୍ ଟୁ 17 ପ୍ରାଣ 1 ଗୁଣ 2 ଗୁଣ ଥିଲା ହରିଯିବ 16/2 8 ତାର ସଂଖ୍ୟାଟି କେତେ ମିଳିଗଲା 8 ଏହା କହିଥିଲି 15 ନମ୍ବର ଯେ ବୁଝିବା ପାଇଁ କିନ୍ତୁ ଭିଡ଼ିଓଟି ବହୁତ ବଡ଼ ହେଇଗଲାଣି 10 ନମ୍ବର ଥାଉ ଆଉ 11 12 13 14 15 ନେକ୍ସଟ କ୍ଲାସ୍ରେ ବୁଝେଇ ଦେବା।